ଯୀଶୁଙ୍କର ସ୍ୱର୍ଗାରୋହଣ ଦିବସ ପାଳିତ ନୀଳଗିରି। ସମଗ୍ର ବିଶ୍ୱ ପାଳନ କରୁଛି ଯୀଶୁଙ୍କ ସ୍ୱର୍ଗାରୋହଣ ଦିବସ ବା ଶୁଭ ଶୁକ୍ରବାର। ସେହି କ୍ରମରେ ନୀଳଗିରି ଏନ୍ଏସିର 11 ନମ୍ବର ୱାର୍ଡର ନ୍ୟୁ ଲିଭିଂ ଚର୍ଚ୍ଚରେ ଉକ୍ତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ଚର୍ଚ୍ଚର ଫାଦର ଆଚାର୍ଯ୍ୟ ସାଧୁ ସୁନ୍ଦର ସିଂହ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଈଶ୍ୱର ପୁତ୍ର ପ୍ରଭୁ ଯୀଶୁ ଧରାପୃଷ୍ଠରେ ପାପୀମାନଙ୍କ ଉଦ୍ଦେଶ୍ୟରେ ଧରାବତରଣ କରିଥିଲେ। ଆପଣ ପରିଚୟ ଟିକେ ଦେବେ। ମୁଁ ଆଚାର୍ଯ୍ୟ ସାଧୁ ସୁନ୍ଦର ସିଂହ ନ୍ୟୁ ଲିଭିଂ ଚର୍ଚ୍ଚର ପ୍ରତିଷ୍ଠାତା ଅଟେ। ଆଜିକା ଦିବସ ଉଦ୍ଦେଶ୍ୟ କହିଲେ ଟିକେ। ଆଜି ପ୍ରକୃତରେ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆଜି ପରି ଦିନରେ ସାରା ଜଗତର ମାନବ ସମାଜକୁ ମୁକ୍ତି ଦେବା ପାଇଁ ସେ ନିଜେ କ୍ରୁଶର ହତ ହେଇଥିଲେ ଏବଂ ଯେଉଁମାନେ ତାଙ୍କୁ ମାରୁଥିଲେ ପିଟୁଥିଲେ ସେମାନଙ୍କୁ ସେ କହିଲେ, ହେ ପିତା ପରମେଶ୍ୱର, ଏମାନେ କ'ଣ କରୁଛନ୍ତି ଜାଣନ୍ତି ନାହିଁ, ତୁମେ କ୍ଷମା କର। ଏଥିପାଇଁ ଯୀଶୁଖ୍ରୀଷ୍ଟ ଧର୍ମ ପ୍ରଚାର ପାଇଁ ଆସିନଥିଲେ, ମାନବ ସମାଜକୁ ପାପ ମୋଚନ କରିବା ପାଇଁ ସେ ଆସିଥିଲେ, ଯାହାକି ପ୍ରଭୁ ଯୀଶୁଙ୍କ ରକ୍ତ ଦ୍ୱାରା ଆଜି ପାପ ମୋଚନ ହେଇଛି। ଯେଉଁମାନେ ସେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରନ୍ତି ଓ ଗ୍ରହଣ କରନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ହେଇପାରନ୍ତି। ଏଥିପାଇଁ ଆଜି ସେଇ ଦିନ ଯେଉଁଦିନ କି ଜଣେ ଲୋକ ମୃତ୍ୟୁବରଣ କରୁଛି, ସାରା ପୃଥିବୀ ତାକୁ କହୁଛନ୍ତି ଗୁଡ୍ ଫ୍ରାଇଡେ, ଉତ୍ତମ ଦିନ ବୋଲି। ତାର ଅର୍ଥ ମାନବ ସମାଜ ପାଇଁ ଆଜି ଗୋଟେ ବହୁତ ଭଲ ଦିନ। ଯେଉଁମାନେ ଆଜି ପ୍ରଭୁଙ୍କୁ ବିଶ୍ୱାସ କରି ତାଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବେ ସେମାନେ ସ୍ୱର୍ଗରେ ଗୋଟେ ପ୍ରଜା ହେଇପାରିବେ। ଆଜି ସେଇ ଦିନ ପାପର ମୁକ୍ତି ପାଇବା ଦିନ, ପାପ ବନ୍ଧନରୁ ରକ୍ଷା ପାଇବା ଦିନ ଏବଂ ଧାର୍ମିକ, ତାଙ୍କ ରକ୍ତରେ ଆମେ ଧାର୍ମିକ ଗଣିତ ହେଇଛୁ, ତାଙ୍କ ରକ୍ତରେ ମୁକ୍ତି ପାଇଛୁ ଏବଂ ପ୍ରଭୁ ଯୀଶୁଙ୍କ ରକ୍ତରେ ଆମେ ଶାନ୍ତି ପାଇଛୁ। ଆଜି ସେହି ଦିନ ଯେଉଁଦିନ କି ପ୍ରଭୁ ଯୀଶୁ ସାରା ପୃଥିବୀ ସମାଜ ପାଇଁ ସେ ବଳିଦାନ ଦେଇଥିଲେ। କୌଣସି ଧର୍ମ ପାଇଁ ନୁହେଁ, କୌଣସି ପ୍ରପର ଲୋକମାନଙ୍କ ପାଇଁ ନୁହେଁ, ସାରା ଜଗତର ସମସ୍ତ ଲୋକମାନଙ୍କ ନିମନ୍ତେ ଆପଣା ଜୀବନକୁ ବଳିଦାନ ଦେଇ ସେ ମୃତ୍ୟୁବରଣ କରିଥିଲେ। ଯେଉଁମାନେ ସେ ମୃତ୍ୟୁ ଓ ପୁନରୁତ୍ଥାନକୁ ବିଶ୍ୱାସ କରନ୍ତି ସେମାନେ ମୁକ୍ତି ପାଆନ୍ତି ଏବଂ ସ୍ୱର୍ଗର ଗୋଟେ ପ୍ରଜା ହେଇପାରନ୍ତି। ଧନ୍ୟବାଦ। ଧନ୍ୟବାଦ। ତାଙ୍କର କାର୍ଯ୍ୟର ଶେଷ ଦିବସ ମଧ୍ୟ ଧାର୍ଯ୍ୟ ଥିଲା। କାର୍ଯ୍ୟ ଶେଷ କରି ସେ ସ୍ୱର୍ଗାରୋହଣ କରିଥିଲେ। ମାତ୍ର ପାପୀମାନେ ତାଙ୍କୁ କ୍ରୁଶବିଦ୍ଧ କରି ଯାହା ଚିନ୍ତା କରିଥିଲେ, ପରେ ସେଥିପାଇଁ ଅନୁତାପ କରିଥିଲେ। ଏଥି ନିମନ୍ତେ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶାଖାପାଟଣାରୁ ଆସିଥିବା ଦୀପଙ୍କର ପାଉଲ ବିନିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମଧୁସୁନ୍ଦର ସିଂ, ପ୍ରତ୍ୟୁଷ ସୁନ୍ଦର ସିଂ, ଅଭିଷେକ ସୁନ୍ଦର ସିଂ, ସୁରେଶ ବିଶ୍ୱାଳ, ସୁରେଶ ସିଂ, ପ୍ରଶାନ୍ତ ସିଂ, ଶିବ ସିଂ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ଦିଗରେ ସହଯୋଗ କରିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।